ରାଇସ୍ ହଁ ଭାତଟେ ହେଇଛି। ଏପଟେ କଣଟା ଡାଲିଟେ ହେଇଛି, ତରକାରୀଟେ ବି ହେଇଛି ବୋଧେ। ହଁ କରି ତରକାରୀ କରି ଆଉ କହନି, ଆମ୍ବୁଲ ରାଇଟେ ହେଇଛି ତ। ଆଜି ଆମର ହଉଛି ଭୋଜି। ତ ଭିଡ଼ିଓ ଫାଷ୍ଟରୁ ଆପଣମାନେ ଦେଖିଦେଇଛନ୍ତି ଆମର କ'ଣ କ'ଣ ଆଇଟମ୍ ହେଉଛି। ତ ଭୋଜିଟା କେଉଁ ଖୁସିରେ ଆପଣମାନେ ଲାଷ୍ଟରେ ଜାଣିବେ। ତ ତା ପୂର୍ବରୁ ଚାଲନ୍ତୁ ଦେଖିବା ଭୋଜିର ପ୍ରିପାରେସନ୍ କେମିତି ରହିଥିଲା, ଆଉ ପିଲାମାନେ କ'ଣ କ'ଣ ସବୁ ଆକ୍ଟିଭିଟି କରିକି କେମିତି ଏନ୍ଜୟଟା କରିଥିଲେ। ତ ଫାଷ୍ଟ ତ ଆମ ପିଲାମାନେ ସବୁ ସକାଳୁ ପଳେଇ ଆସିକି ସବୁ କଟା ବଛାରେ ଲାଗି ପଡ଼ିଲେ ଏବଂ ରନ୍ଧନ କାର୍ଯ୍ୟରେ ପିଲାମାନେ ମଧ୍ୟ ଆରମ୍ଭ କରିଦେଲେ। ଦେଖିପାରୁଥିବେ ଏଇଠି ଆଗ ଆମର ବସିଯାଇଥିଲା ଗୋଟେ ବୁଟ ଆଳୁ ଆଉ କଖାରୁ ପଡ଼ି ଗୋଟେ ବଡ଼ ଘାଣ୍ଟ ତରକାରୀଟେ, ତା ସହିତ ଏପଟେ ଝିଅ ପିଲାମାନେ ପକାଇ ଦେଇଥିଲେ ଆମର ଗୋଟେ କ୍ୟାରମ୍ ବୋର୍ଡ଼ର ପାଳିଟେ। ତ ଏଠି ପିଲାମାନେ ଭଲ ଭାବରେ ପୁରା ମସ୍ତ କରିକି ଏନ୍ଜୟ କରିଦେଲେ। ଆମେ ବି ତାକୁ ଦେଖିଦେଇକି ମୁଁ ଟିକେ ଭିଡ଼ିଓ ଟିକେ ବାଢ଼ିଦେଲି। ଯେହେତୁ ମୋତେ ଖେଳି ଆସିନି, ମୁଁ ତାଙ୍କୁ କହିଲି ତୁମମାନେ ଖେଳ, ମୁଁ ଟିକେ ଦେଖିଦେବି। ମୁଁ ବି ଟିକେ ଶିଖିଦେଲି। ଆଉ ଆମର ଏଇ ଯେଉଁ ଝିଅଟି ମାରୁଛି ସେ ହେଉଛି ପିନୁ। ସେ ଗୋଟେ ମାରିଲା ଗାତରେ ସର୍ଟ ଯାଇ ସିଧା ଗାତରେ। ତ ଏପଟେ ପିଲା ରୋଷେଇବାସ ସାରି ଦେଇକି ତାକୁ ଲାଗି ପଡ଼ିଲେ ସଫା କାମରେ। ଯେହେତୁ ରୋଷେଇ ସରିଗଲା ତ ପିଲାମାନେ ବସିକି ଖାଇବେ, ସେଥିପାଇଁ ପିଲାମାନେ ସବୁ ସଫା କରିବାରେ ଲାଗିଗଲେ। ସଫା ସରିଲା, ସନ୍ଧ୍ୟାରେ ଆମର ଆକ୍ଚୁଆଲି ହେଇଥିଲା ଭୋଜିଟା। ତ ଏଇ ପ୍ରୋଗ୍ରାମରେ ସନ୍ଧ୍ୟାରେ ଭୋଜି ବାହାରିଥିଲା, ସେଥିପାଇଁ ପିଲାମାନେ ସକାଳୁ ହିଁ ରୋଷେଇ ସାରି ଦେଇକି ସନ୍ଧ୍ୟା ଭିତରେ ରୋଷେଇ ସରିଯାଇଥିଲା। ତା ସହିତ ପିଲାମାନେ ବସି ପଡ଼ିଲେ ଖାଇବା ପାଇଁ। ଯେହେତୁ ପିଲାମାନେ ବହୁତ ଦୂର ବାଟରୁ ଯିବାକୁ ଥିଲା, ସେଥିପାଇଁ ମଧ୍ୟ ସେମାନେ ଆଗୁଆ ଜଲ୍ଦି ଖାଇଦେଇକି ଗଲେ ଭାରି। ତ ଏଇଠି ଆମର ଏଇ ଗୋଟେ ପିଲା ଦେଖନ୍ତୁ କ୍ରିଷ୍ଣା, ସେ ଗୋଟେ ଭଲ ଭଲ ମିମିକ୍ରି କରି କରି ଖେଳୁଥିଲା ଆଉ। ତାପରେ ଜିନିଷପତ୍ର ସବୁ ତ ରେଡ଼ି ହେଇଯାଇଛି, ତାକୁ ତ ପୁଣି ଜାଗାକୁ କାଢ଼ିବାକୁ ପଡ଼ିବ। ଯେହେତୁ ବାଢ଼ିବାକୁ ପଡ଼ିବ, ସେଥିପାଇଁ ସବୁ ଖଟା ଭାତ ଆଉ ତରକାରୀ ସବୁ ଗୋଟେ ଜାଗାରେ କାଢ଼ିଦେଲେ ଏବଂ ତାକୁ ପିଲାମାନଙ୍କୁ ବାଣ୍ଟିବା ପାଇଁ ସବୁ ରେଡ଼ି ହେଇଗଲା। ତ ଏଠି ତ ଜାଗା ବି ପଡ଼ିଯାଇଛି ପିଲାମାନେ ବସିବା ପାଇଁ। ତାଙ୍କ ପରେ ଖାଇବା ସବୁ ଯେତେବେଳେ ବଢ଼ା ସରିଲା, ପାମ୍ପଡ଼ ବି ଛଣା ହେଇଯାଇଥିଲା। ତାକୁ ଧରିକି ପିଲାମାନେ ଲାଇଟ୍ ଫ୍ଲାସ୍ ଲଗେଇକି ନିଜ ନିଜ କାମରେ ଲାଗି ପଡ଼ିଲେ। ଫାଷ୍ଟ ତ ଯେଉଁ ଛୋଟ ଛୋଟ ପିଲାମାନେ ଆସିଥିଲେ, ଯେଉଁମାନେ କି ଘର ଦୂର ଥିଲା, ସେମାନଙ୍କୁ ଆଗ ଯିବାର ଥିଲା, ସେଥିପାଇଁ ତାଙ୍କୁ ଆଗ ବସେଇ ଦେଇକି ଆମେ ଦେଇଦେଇଥିଲୁ ଖାଇବା ପାଇଁ। ତ ତା ସହିତ ଆଜି ଗୋଟେ ଖୁସିର ମାହୋଲ ଥିଲା, ସେଥିପାଇଁ ଆମ ତରଫରୁ ପିଲାମାନଙ୍କ ପାଇଁ ଛୋଟିଆ ମିଠାର ଆୟୋଜନ ମଧ୍ୟ ହେଇଥିଲା। ଭୋଜି ସହିତ ଗୋଟେ ଗୋଟେ ମିଠା, ଏଇଟା ହେଲା ଫ୍ରି। ଆଉ ଏଇ ଛୁଆଟିର ମିଠା ବହୁତ ଫେଭରେଟ୍, ସେଥିପାଇଁ ସେ ଦୁଇଟା ମାଗିକି ଖାଇ ଦେଇଥିଲା। ତା ସହିତ ବି ଅଲଗା ପିଲାମାନେ ସମସ୍ତଙ୍କ ପାଇଁ ହେଇଥିଲା। ଆଉ ମୁଁ ଦେଖନ୍ତୁ କୁନମୁନିଆ ହେଇକି ଏପଟେ ବସିଛି, ଯେହେତୁ ମୋତେ ମିଠା ପସନ୍ଦ ନୁହେଁ, ସେଥିପାଇଁ ମୁଁ ତ ଖାଇପାରିବିନି। ମୋ ମନ ଦୁଃଖରେ ଖାଲି ତାକୁ ଦେଖିକି ଭିଡ଼ିଓ କରିବାରେ ଲାଗି ପଡ଼ିଲି। ତ ପିଲାମାନେ ତାର ଖୁସିରେ ଖୁସିରେ ଖାଇଲେ। ତ ଏତେ ମାହୋଲଟା ଏତେ ଭଲରେ ଥିଲା, ସେଥିପାଇଁ ସମସ୍ତେ ମଧ୍ୟ ଏନ୍ଜୟ କଲେ। ପିଲାମାନଙ୍କ ସହିତ ଖୁସିରେ ବି ଆମେ ଖୁସି, ଆଉ କ'ଣ। ଯେହେତୁ ରିଅଲ୍ ଭିଡ଼ିଓଟା ମୁଁ ଆପଣମାନଙ୍କୁ ଦେଖାଇ ପାରୁନି, ଅଡ଼ିଓଟା ଯେହେତୁ ଆମର ସ୍ପିକର୍ ଲାଗିଥିଲା କପିରାଇଟ୍ କ୍ଲେମ୍ ପାଇଁ, ମୁଁ ରିଅଲ୍ ଅଡ଼ିଓଟା ମୁଁ ପକାଇନି, କେବଳ ତାପରେ ହିଁ ଭଏସ୍ ରେକର୍ଡ଼ିଂ କରିଦେଉଛି। ତ ଭୋଜି ଭାତ ଖିଆ ସରିଲା। ଏଇ ଝିଅଟି ଆମର ଚାଲିଲା ତା'ର ସଫାସୁତୁରା କାମରେ, ଏଇ ଝିଅଟି ପୁରା ଆଗୁଆ, ତା'ର ସେଥିରେ କହିବାକୁ ପଡ଼ିବନି। ତାପରେ ପିଲାମାନେ ଦେଖନ୍ତୁ ଯେଉଁ ଭୋଜି ବଳି ଯାଇଥିଲା, ସେଥିରୁ ବାଛି ବାଛି ପନିର ଖାଉଛନ୍ତି। ଆମ ପିଲାମାନଙ୍କୁ ଖାଲିରେ ଦେଖାଗଲାନି, ସେଥିପାଇଁ ଲାଇଟ୍ ଆଣିକି ତାକୁ ଲଗେଇକି ସେଇଥିରେ ଖୋଜିବାକୁ ଲାଗିଲେ। ତ ଭୋଜି ଭାତ ସରିଲା, ଏବେ ଚାଲ ବାସନ ମାଜିବା। ଯେହେତୁ ଏତେ ଆଇଟମ୍ ହେଇଥିଲା, ତାହେଲେ ବାସନ ବି ବହୁତ ବାହାରିଛି। ତ ଆମ ପିଲାମାନଙ୍କୁ ତ କହିବାକୁ ପଡ଼େନି, ସେ କାମ ଆପେ ଆପେ ହିଁ କରିନିଅନ୍ତି। ଏଠି ମୁଁ ତାଙ୍କୁ ଟିକେ ଖାଲି ବାସ୍ ହେଲ୍ପ କରୁଥିଲି, କିନ୍ତୁ ସେ ସବୁ କାମ ଫାଷ୍ଟରୁ ଲାଷ୍ଟ ସେମାନେ ହିଁ କରିଥିଲେ। ଆଉ ଏଇଭଳି ଦିନରେ ହିଁ ଏ ପିଲାମାନେ ବହୁତ କାମରେ ଆସନ୍ତି, ବହୁତ ସାହାଯ୍ୟକାରୀ ପିଲା, ବହୁତ ଭଲ ପିଲା ଗୁଡ଼ାକ ସବୁ। ଯେତେବେଳେ ଯାହା କାମ କହିଲେ ସବୁବେଳେ ପଳେଇ ଆସନ୍ତି। ତ ଏମିତି ବଣ୍ଡିଙ୍ଗଟା ଥାଉ। ତ ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ।